ଫକୀରମୋହନଙ୍କର କବିର କଳିହୁଡ଼ି ସ୍ତ୍ରୀ କବିତା। ମୂଳ କବିତା। ଦିନେ କବି ନାରୀ କରି ମୁହଁ ଭାରି, ବୋଇଲା କବିକୁ ଆସି ବୋଲେ ବାରମ୍ବାର ନବୁଝ ସଂସାର ଘର ଯେ ଗଲାଣି ଭାସି। ଏକି ପିଲା ଖେଳ ତୁଚ୍ଛା ପଦମେଳ, ବସି କର ରାତି ଦିନ, ଯମ କରେ ଶ୍ରଦ୍ଧା ମିଳାଅ ଉପଧା, ଖୋଜି ମର ଯତି ଚିହ୍ନ। ରାଗ ଭାଟିଆରୀ କଲ୍ୟାଣ ଆହାରି, କେଦାର କାଳୀ କାନଡ଼ା, ନଳିନୀ ଗୌଡ଼ା, ବାୟା କଥାଗୁଡ଼ା ଶୁଣି ଶୁଣି କାନ ତଡ଼ା। ବିହାଗ ପ୍ରଭାତୀ ଶୁଣି ଦିନ ରାତି, ଛାନ୍ଦ କୌଶିକ କଲ୍ୟାଣ, କେଦାର ଗୌରୀ ଗାଇ ପାଟି କରି ଘରେ କଲ ଅକଲ୍ୟାଣ। ବସିଥାଏ ଚାହିଁ ଦିନେ ହେଲା ନାହିଁ, ଟଙ୍କା କଉଡ଼ିର ଦେଖା, ରାଗିଣୀ କବିତା ଲାଗେ କାନେ ପିତା, କିଏ ପଢ଼େ ତୁମ୍ଭ ଲେଖା। ଥାଇ ଅନାହାରି କଲ୍ୟାଣ ଆହାରି, କାନକୁ କି ଭଲ ଲାଗେ, ଯାଉ ରାଗ ତୋଡ଼ି ଦିଅ ସବୁ ପୋଡ଼ି, ଭାତ ଲୁଗା ଆଣ ଆଗେ। ଯେତେ ମନା କଲି ଲେଖ ନାହିଁ ବୋଲି, ମୋ କଥା ଶୁଣିବ କିଆଁ, ଏସବୁ ନ ଶୁଣି ଲେଖି ବସ ପୁଣି, କବିତା ପାଉଁଶ ନିଆଁ। କରି ସଟାବଟା କେତେ ଲୁଗାପଟା, ଆଣୁଛନ୍ତି ଲୋକମାନେ, ତୁମ୍ଭ ବୁଦ୍ଧି ନାହିଁ ତୁଚ୍ଛାରେ କିମ୍ପାଇଁ, ମନ ଦେଲ ଅଭିଧାନେ। ଦେଖ ହେ ଓକିଲେ ଭୁଲାଇ ମକେଲେ, ଆଣନ୍ତି ଟଙ୍କା ଅରଜି, ସେକଥା ମନରେ ନ ପକାଅ ଥରେ, ପଢ଼ କବିତା ଗରଜି। ଅରଜି କଉଡ଼ି ଗାଡ଼ି ଘୋଡ଼ା ଚଢ଼ି, ଯାଆନ୍ତି ଲୋକେ ଦରବାରେ, ପଦ ଘୋଷି ଘୋଷି ଅଛ କୋଣେ ବସି, ତୁମ୍ଭଙ୍କୁ କିଏ ପଚାରେ। କଲି ପ୍ରାଣ ଶେଷ ଦେଇ ଉପଦେଶ, କବିତା ଲେଖିବ ନାହିଁ, ବଶ ହୋଇ ଜଡ଼ା ଭଲ କଥାଗୁଡ଼ା, ଶୁଣିବ କାନେ କିମ୍ପାଇଁ। ସାହୁକାର କାଲି ଦେଇଗଲା ଗାଳି, ସେକଥା ଗଲଣି ଭୁଲି, ବସିଛ ନିର୍ଜନେ କି ଭାଳୁଛ ମନେ, କବିତା ଲେଖିବ ବୋଲି। ଭାତ ଶୁଖିଗଲା ଆସ ବାବୁ ଭଲା, ତୁଚ୍ଛା ରୁଛା ଯାଅ ଖାଇ, ଶୋଇଲେ ସକଳେ ବସିବ ନିରୋଳେ, କବିତା ଲେଖିବା ପାଇଁ। ଅବସର ବାସରେ। ବ୍ୟାସକବି ସରସ୍ୱତୀ ଉପାଧିଧାରୀ ଫକୀରମୋହନ ସେନାପତି ଙ୍କୁ ଓଡ଼ିଆ ଭାଷାର ଶ୍ରଦ୍ଧାଶୀଳ ପାଠକ କଥା ସମ୍ରାଟ ବୋଲି ସହଜରେ ଜାଣିଥାନ୍ତି। କିନ୍ତୁ ସେ ଯେ ଔପନ୍ୟାସିକ ଗାଳ୍ପିକ ହେବା ସହିତ ତାଙ୍କର ଏହା ପୂର୍ବରୁ ଥିବା ଜୀବନରେ ଜଣେ ଅନୁବାଦକ, ଗଣିତ ଇତିହାସ ବିଷୟର ପାଠ୍ୟପୁସ୍ତକ ଲେଖକ ଏବଂ ମୌଳିକ ସୃଜନଶୀଳ କଳାତ୍ମକ ଶ୍ରେଣୀଗୃହର ପାଠ୍ୟାନ୍ତର୍ଗତ କବି ଭାବରେ ଅଛନ୍ତି, ଏହା ବୋଧହୁଏ ଓଡ଼ିଶାର ଅଧିକାଂଶ ତାଙ୍କର ଉପନ୍ୟାସ ଗଳ୍ପ ସାହିତ୍ୟ ପଢ଼ିଥିବା ପାଠକେ ଭଲ କରି ଜାଣନ୍ତି ନାହିଁ। ଗଦ୍ୟ ସାହିତ୍ୟରେ ଲେଖନୀ ଚଳାଇବା ପୂର୍ବରୁ ସେ ପଦ୍ୟ ଏବଂ ଅନୁବାଦ କର୍ମ କରିବାରେ ନିଜକୁ ନ୍ୟସ୍ତ ରଖିଥିଲେ। ସ୍ୱଳ୍ପ ବିଦ୍ୟା ତାଙ୍କର ନୈସର୍ଗିକ ଲେଖକୀୟ ପ୍ରତିଭାକୁ ମୃତ୍ୟୁ ଦେଇପାରି ନାହିଁ। ଏକଥା ସତ୍ୟ ଯେ ଫକୀରମୋହନ କବି ଭାବରେ ନିଜକୁ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠିତ, ଲୋକପ୍ରିୟ, ଅବିସ୍ମରଣୀୟ କରାଇ ପାରିନାହାନ୍ତି। ତାଙ୍କ ରଚିତ କଥା ସାହିତ୍ୟ ଫକୀରମୋହନଙ୍କୁ ଏତେଦୂର ଲୋକପ୍ରିୟ କରାଇ ପାରିଛି ଯେ ସେ ଶେଷରେ ଓଡ଼ିଆ କଥା ସମ୍ରାଟର ମର୍ଯ୍ୟାଦାବନ୍ତ ଉପାଧି ବିମଣ୍ଡିତ ହୋଇପାରି ସ୍ୱକୀୟ କବିପଣକୁ ସାଧାରଣ ସ୍ତରୀୟ କରାଇ ନିଜକୁ ଓଡ଼ିଆର ଶ୍ରଦ୍ଧାଶୀଳ ପାଠକଙ୍କଠାରୁ ଭୁଲେଇ ଦୂରେଇ ରଖିଦେଇଛନ୍ତି, ଯାହାଫଳରେ ଲୋକେ ତାଙ୍କର କବି ପ୍ରତିଭାକୁ ଗଳ୍ପ ଉପନ୍ୟାସ ତୁଳନାରେ ସମୁଚିତ ମର୍ଯ୍ୟାଦା ଦେଇ ନ ପାରି ସେ ଯେ ଜଣେ ଅନୁବାଦକ ବୋଲି ବ୍ୟାସକବି ସମ୍ମାନ ପାଇଛନ୍ତି, ହେଲେ ମୌଳିକ କବି ଅଛନ୍ତି ର ବିସ୍ମରଣ ବିସ୍ମୃତିରେ ପାଠକୀୟ ଅଜଣା ଅଗୋଚରରେ ରହିଯାଇଛନ୍ତି। ମୋ ଜାଣିବାରେ ତାଙ୍କର ମୁଁ ହାଟ ବାହୁଡ଼ା ନାମକ କବିତା ବର୍ଷ ବର୍ଷ ଧରି 1970 ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମାଧ୍ୟମିକ ଶ୍ରେଣୀ ବିଜ୍ଞାନ ଏବଂ କଳା ପାଠ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ନିଜସ୍ୱ ପ୍ରକାଶନ କବିତା ସଞ୍ଚୟନ ନାମକ କବିତା ପୁସ୍ତକରେ ସ୍ଥାନିତ ହୋଇ ଶ୍ରେଣୀଗୃହର ଅଧ୍ୟାପନା ହେବାର ଗୌରବ ପାଇ ପାଠକ ମନରେ ସ୍ମରଣୀୟ ରହିଥିଲା। ପୁଣି କବିଙ୍କର ହସି ହସି ଗଲା ମୋତେ କନ୍ଦାଇ କନ୍ଦାଇ ନାମକ ଶୋକ ଗୀତିକା ଏଲିଜିକୁ ମୁଁ ଟିଟିଲାଗଡ଼ର ଡିଏଭି କଲେଜରେ ଅଧ୍ୟାପକ ଥାଇ ବିଏ ଶ୍ରେଣୀରେ ପିଲାଙ୍କୁ ପଢ଼ାଇଥିଲି। 1990 ଦଶକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପାଠ୍ୟ ଖସଡ଼ାରେ। ତାପରେ କବିଙ୍କର ଆଉ କୌଣସି କବିତା କୋର୍ସରେ ଅନ୍ତର୍ଭୁକ୍ତ ଥିଲା କି ନଥିଲା ଏବଂ ଏବେ ଅଛି କି ନ ଅଛି ଜାଣିନାହିଁ। ମିଛ କାହିଁକି କହିବି? କବି ନିଜକୁ ଜଣେ ଭଲ କବି ବୋଲି କହି ନାହାନ୍ତି। ସେ ସ୍ୱୟଂ ନିଜକୁ ମନ୍ଦ କବି ଯଶପ୍ରାର୍ଥୀ ବୋଲି ଆରୋପିତ କରି ମୋ ଗୀତର ଭଣିତାରେ କହିଛନ୍ତି, ନ ଲୋଡ଼ିବ ମୋ ଗୀତରୁ ଭାବର ମାଧୁର୍ଯ୍ୟ, ଛନ୍ଦବଦ୍ଧ ତାନମାନ ପଦର ଗାମ୍ଭୀର୍ଯ୍ୟ। ଯେ ଶକ୍ତି ପ୍ରାପ୍ତ
ପ୍ରଭୁଙ୍କ କୃପାରେ ଗାଇଛି ସେ ସକଳ ସରଳ ଭାଷାରେ ସେ ଯେ ଭାବତରଙ୍ଗ ସୃଷ୍ଟି କରି ପାରିଛନ୍ତି ତାହା ତାଙ୍କର ମୁଁ ହାଟ ବାହୁଡ଼ା କବିତାରୁ ବେଶ ଜଣାଯାଇଥିଲା ବୋଲି ବର୍ଷ ଧରି ଚକ୍ରକେଳି ରାଗରେ ରଚିତ କବିତାଟି ପାଠ୍ୟାନ୍ତର୍ଗତ ଥିଲା, କୋର୍ସରେ ପଢ଼ାଯାଇଥିଲା। ସେହି କବିତାରୁ କେତୋଟି ସ୍ମରଣୀୟ ଧାଡ଼ି ବା ପଦ ଏଠାରେ ଦେବା ଉଚିତ ମନେ ହେବ। ଯେମିତି ଦେଖିଲି ସଂସାରେ ବସିଛି ହାଟ, ଲୋକ ଗହଳିରେ ନମିଳେ ବାଟ, ଦୋକାନ ପସରା ଧାଡ଼ିକି ଧାଡ଼ି, ବାଟ ଦୁଇ ପାଶ ବସିଛି ମାଡ଼ି, ଭୁଲାଇବା ପାଇଁ ଗହକି ମନ, ହାଟୁଆଙ୍କ ଦେଖ କେଡ଼େ ଯତନ, ହାଟୁଆ ବାଟୁଆ ଅଛନ୍ତି ଧାଇଁ, ହାଟେ କିଣାବିକା କରିବା ପାଇଁ, ମାତ୍ରକ ଯେ ବିକେ ବିଦେଶୀ ମାଲ, ଖାଇ ପିଇ ତାର ଫୁଲିଛି ଗାଲ, ବିଦେଶୀ ଫଳର ଗୁଣ ଓଲଟା, ହୁଏ ଦେହ ସରୁ ବୁଦ୍ଧିଟା ମୋଟା, ଅଳପ ଖାଇଲେ ଘୋଟେ ଜଞ୍ଜାଳ, ବେଶୀ ଖାଇଲେ ଫିଟେ କପାଳ, ହିଷ୍ଟରୀ ଫିଲୋସଫି ବୋଟାନି, ବିଦେଶୁ ହୋଇଛି ଏ ଆମଦାନୀ, ହାଟେ ବୁଲି ଜନ୍ମିଲା ଜ୍ଞାନ, ମୁଁ ମଧ୍ୟ ମେଲିଲି ଗୋଟେ ଦୋକାନ, ଦେଖି ଲାଗିଲାଣି ତାଟଙ୍ଗା ମୋତେ, ଦେଶୀ ବିଲାତିରେ ପ୍ରଭେଦ ଏତେ, ଦେଖାଇଲି ତାକୁ ନେଇ ନଭେଲ, ବୋଇଲା ସେ କଞ୍ଚା ପୁଚୁରା ବେଲ, ନାହିଁ ଦେହେ ବଳ ହେଲିଣି ବୁଢ଼ା, ମୋହ ନାମ ଭାଇ ହାଟ ବାହୁଡ଼ା। ସଂସାରକୁ ଗୋଟେ ହାଟ ବଜାର ସହିତ ତୁଳନା କରି କବି ବିଦେଶୀୟ ନୂଆ କରି ଓଡ଼ିଶାରେ ଇଂରାଜୀ ଭାଷା ସାହିତ୍ୟର ଆଦୃତି ସ୍ଥିତିରେ ଓଡ଼ିଆ ସାହିତ୍ୟ ରଚନାର ଯେଉଁ ଦୋକାନ ଷ୍ଟଲ୍ ଖୋଲିଥିଲେ ତାହାର ଆଦର ସେତେବେଳେ ନଥିଲା ବୋଲି କବି କହିଛନ୍ତି। ଫକୀରମୋହନଙ୍କର ଦୁଇଟି ସ୍ତ୍ରୀ ତାଙ୍କର ବୈବାହିକ ଦାମ୍ପତ୍ୟ ଜୀବନରେ ଆସିଥିଲେ। ପ୍ରଥମ ସ୍ତ୍ରୀଙ୍କର ନାମ ଥିଲା ଲୀଳାବତୀ। ଲୀଳାବତୀ କ୍ରୂରା, ବଦ୍ରାଗୀ, କଟୁଭାଷିଣୀ ଏବଂ ସ୍ୱାମୀଙ୍କର ବିରୁଦ୍ଧାଚାରିଣୀ ଥିଲେ। ତାଙ୍କୁ ନେଇ କବିର କଳିହୁଡ଼ି ସ୍ତ୍ରୀ ନାମକ କବିତା ବା ପଦ୍ୟ ଲେଖିଛନ୍ତି। ଲୀଳାବତୀ ମରିଯିବା ପରେ 29 ବର୍ଷ ବୟସରେ କବି ଦ୍ୱିତୀୟ ବିବାହ କରି କୃଷ୍ଣକୁମାରୀ ଦେବୀଙ୍କୁ ପତ୍ନୀ ରୂପେ ପାଇ ମନରେ ଅପୂର୍ବ ଶାନ୍ତି ଲାଭ କରିଥିଲେ। ନିଜର ଆତ୍ମଜୀବନ ଚରିତ ବା ଅଟୋବାୟୋଗ୍ରାଫିରେ କହିଛନ୍ତି, ମୁଁ ଆଜି ଯେଉଁ ଅନୁବାଦକ ବା କବି ଲେଖକ ହୋଇଛି ତାହା ମୋର ଏଇ ଦ୍ୱିତୀୟ ସ୍ତ୍ରୀଙ୍କର ପ୍ରସାଦ ଦୟାରୁ ସମ୍ଭବିତ। ଆଚରଣ ବ୍ୟବହାର ଦୃଷ୍ଟିରୁ କୃଷ୍ଣକୁମାରୀ ବହୁତ ଭଲ। ଏହାଙ୍କୁ ନେଇ କବି ହସି ହସି ଗଲା ମତେ କନ୍ଦାଇ କବିତା ବି ଲେଖିଛନ୍ତି। ହତଭାଗ୍ୟ ଫକୀରମୋହନ ନିଜ ଜୀବନରେ ଅଶେଷ ଦୁଃଖ ଯନ୍ତ୍ରଣା ଭୋଗ କରିଥିଲା ପରି ଏଇ ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ହରାଇ ଆହୁରି ମାନସିକ ବେଦନା ପାଇଥିଲେ। ନିଜ ବାଲେଶ୍ୱର ଘରର ଶାନ୍ତିକାନନରେ କୃଷ୍ଣକୁମାରୀଙ୍କର ସମାଧିପୀଠ ପାଖରେ ବସି ଲୁହ ଗଡ଼ାଇଥିବାକୁ ସେ ତାଙ୍କ ଆତ୍ମଜୀବନ ଚରିତରେ କହିଛନ୍ତି। କବିତାର ବିଷୟବସ୍ତୁ ବ୍ୟାଖ୍ୟାନ। କବିର କଳିହୁଡ଼ି ସ୍ତ୍ରୀ ଏକ ସମ୍ବୋଧ ଗୀତିକା ବା ଇଂରାଜୀର ଓଡ୍ ପୋଏଟ୍ରି। ଲୀଳାବତୀ କବି ଫକୀରମୋହନଙ୍କୁ ଡାକି ଯାହା କହିଛନ୍ତି ତାହା କବିତାର ବିଷୟବସ୍ତୁ। ଥରେ କବିପତ୍ନୀ ରାଗିଯାଇ କହୁଛନ୍ତି, ମୁଁ ତୁମକୁ ବାରମ୍ବାର କହୁଛି ଲେଖାପଢ଼ା ଛାଡ଼ି ଟିକେ ଘର କଥା ବୁଝ। ମୁଁ ମାଇପି ଲୋକ ହୋଇ କେତେ ଆଉ ଘର କଥା ବୁଝିବି। ଘର ସଂସାର କରିବା ପିଲାଖେଳ ଜମାରୁ ନୁହେଁ। ସବୁବେଳେ ବସି ଖାଲି କବିତା ଲେଖୁଛ, ସାହିତ୍ୟ ରଚନା କରୁଛ, ଛନ୍ଦ ଅଳଙ୍କାର ପ୍ରଦାନରେ ଯୋଜନା ବସି କରୁଛ, ପାଟି କରି କବିତା ପଢ଼ି ଘର କମ୍ପଉଛ, ଗୃହ ଫଟଉଛ। ଦିନେ ହେଲେ ତ ମୁଁ ତୁମକୁ ଅର୍ଥ କମାଇବା, ଟଙ୍କା ପଇସା ଘରକୁ ଆଣିବାର ଦେଖିଲି ନାହିଁ। ତୁମର ଏଇ ରାଗରାଗିଣୀ ଯୁକ୍ତ ରଚିତ କବିତାକୁ କିଏ ପଢ଼ୁଛି କହିଲ? ଭୋକରେ ଥାଇ କ'ଣ କେବେ ସାହିତ୍ୟ ଜୀବନକୁ ଆନନ୍ଦ ଦେଇପାରେ? କଦାପି ନୁହେଁ। ଆହାର ନିଦ୍ରା ମୈଥୁନ ପରା ଜୀବନର ମୂଳ। ଆଉ ଏହା ନଥାଇ ଖାଲି ଲେଖା। ସେସବୁ ସୃଷ୍ଟ ଲେଖାକୁ ପୋଡ଼ିଦିଅ, ଖାଇବାକୁ ଯାଇ ଆଣ। ପ୍ରଥମେ ଜୀବନ ବଞ୍ଚୁ। ଖାଦ୍ୟ ଖାଇ ଭଲ ବେଶ ପୋଷାକ ପିନ୍ଧି ଆଗ ରୁହ, ତାପରେ ଯାଇ ତୁମର ଲେଖା ପଢ଼ା। ବୁଝିଲ? ତୁମକୁ ମୁଁ ବାରମ୍ବାର ମନା କରୁଛି ଲେଖନା। ମୋ କଥାକୁ ତୁମେ ଜମାରୁ ଶୁଣୁନାହଁ। ମୋ କଥା ନ ମାନି ପୁଣି କ'ଣ ସବୁ ଚୁଲି ପାଉଁଶ ନିଆଁର ବେକାର କବିତା ଲେଖି ବସୁଛ। କବିପତ୍ନୀ ଲୀଳାବତୀ ବସ୍ତୁବାଦୀ ମନୋଭାବର ବ୍ୟକ୍ତିଣୀ। ସେ ମେଟେରିଆଲିଷ୍ଟିକ୍ କବି, କିନ୍ତୁ ପତ୍ନୀଙ୍କର ବିପରୀତ ସ୍ୱଭାବଧାରୀ ବ୍ୟକ୍ତି। ଆଧ୍ୟାତ୍ମିକ ବା ମନନଶୀଳ, ରଚନାପ୍ରିୟ, ସର୍ଜନଶୀଳ,
ଲୋକ ହେବାକୁ ସର୍ବଦା ଚାହିଁଛନ୍ତି। ଚିନ୍ତାଧାରା ଦୁହିଁଙ୍କର ମିଶି ପାରିନାହିଁ। ଆଇଡିଓଲୋଜି କ୍ଲାସ୍ କରୁଛି, ଯେଉଁଥିପାଇଁ ମାନସିକ ସ୍ତରରେ ସଙ୍କଟ ଦ୍ୱନ୍ଦ୍ୱ ଉପୁଜିଛି। ବସ୍ତୁବାଦୀ କବିପତ୍ନୀ ଉଦାହରଣ ଦେଇ କବିଙ୍କୁ କହିଛନ୍ତି, ଦେଖୁନ ଲୋକମାନେ କେମିତି ସଟାପଟା ବା ଏଣୁ ତେଣୁ ଇଆଡ଼ୁ ସିଆଡ଼ୁ କରି ଭଳି ଭଳିକି ଲୁଗାପଟା ଦୋକାନରୁ କିଣିକି ଆଣୁଛନ୍ତି। ତୁମର ସିଆଡ଼େ ମନ ନାହିଁ କି ବୁଦ୍ଧି ନାହିଁ, ଅକଲ ନଷ୍ଟ ହୋଇଯାଇଛି। କାହିଁକି ଖାଲିଟାରେ ଅଭିଧାନ ବା ଡିକ୍ସନାରୀରେ ମନ ଦେଇ ଘାଣ୍ଟୁଛ କହିଲ? ଓକିଲ ବା ଆଡ଼ଭୋକେଟମାନଙ୍କୁ ଦେଖ, ମହକିଲ ବା କ୍ଲାଏଣ୍ଟମାନଙ୍କୁ ମିଛ କହି ଭୁଲେଇ ଭାଲେଇ ମାମଲା ଦରଜ କରି କେସ୍ ଦାଏର କରି ଆଚ୍ଛା କରି ଟଙ୍କା ଅର୍ଥ ଉପାର୍ଜନ କରୁଛନ୍ତି। ସେକଥା ଥରେ ମନେ ପକାଅ ଭଲା। ତାହା ନକରି ଖାଲିଟାରେ ପାଟି କରି କବିତା ପଢ଼ୁଛ। ପୁଣି ପଇସା କମେଇ ଅର୍ଥ ରୋଜଗାର କରି ଗାଡ଼ି ଚଢ଼ି ଲୋକମାନେ ବଜାରକୁ ମାର୍କେଟିଂ କରିବାକୁ ଯାଉଛନ୍ତି। ମୋର କ'ଣ ଯିବାକୁ ଇଚ୍ଛା ହେଉନାହିଁ? ହେଉଛି, ହେଲେ ତୁମେ କରେଇ ଦେଉଛ କୋଉଠି କହିଲ? ତୁଚ୍ଛାଟାରେ କବିତାର ପଦପଂକ୍ତିକୁ ବସିକି ଘୋଷୁଛ ଘର କୋଣରେ ଏକୁଟିଆ ଥାଇ। କେହି ବି ତୁମକୁ କିମ୍ବା ତୁମ ଲେଖାକୁ ଟିକିଏ ହେଲେ ପଚାରୁ ନାହାନ୍ତି। ମୋ କଥା ତୁମକୁ ଜମା କାଟୁନି? କହି କହି ଥକିଗଲିଣି। କେତେ ଆଉ କହିବି? ଉପଦେଶ ପରାମର୍ଶ ଦେବି? ବେଜାର ବିରକ୍ତ ଲାଗିଲାଣି। ଦିଗଦାର ହେଲିଣି। ମୂକ ଅଥର୍ବ ହୋଇ ବସି ପଡ଼ୁଛ। ତୁମ କାନକୁ ସତେକି ଶୁଭୁନି? ଦୋକାନୀ, ସାହୁକାର, ମହାଜନ ଆସି ଟଙ୍କା ତାର ବାକି ରଖିଥିବା କାରଣରୁ ଗାଳି ଦେଇ ଯାଇଛି, ସେକଥାକୁ ବି ଭୁଲିଗଲଣି ଦେଖୁଛି। ପୁଣି କ'ଣ ଏକୁଟିଆ ବସି ନୂଆ କବିତା କ'ଣ ଲେଖିବ ବୋଲି ଭାବୁଛ ବୋଧେ? ହଉ, ଏବେ ଆସ ଖାଇବ। ଖାନା ବାଢ଼ି ଦେଇଛି, ଶୁଖିଯିବ। ଯାହା ତାହା ଅଛି ତାକୁ ନେଇ ରାନ୍ଧି ଦେଇଛି, କିନ୍ତୁ ସେଥିରେ କିଛି ମଜା ନାହିଁ। କବିତା ବା ସାହିତ୍ୟ ସର୍ଜନା ନିରୋଳା ନିଛାଟିଆର ଜିନିଷ। ଗହଳି ଚହଳିରେ କବିତା ଲେଖି ହୁଏନା, ସାହିତ୍ୟ ସୃଷ୍ଟି କରି ହୁଏନା। ପିଲାଏ ଶୁଅନ୍ତୁ, ରାତି ଶୂନ ପଡ଼ୁ, କବିତା ଲେଖିବ, ସାହିତ୍ୟ ସର୍ଜନା କରିବ, ହେଲା? ଏବେ ଆସ ଖାଇବ। କବିପତ୍ନୀ ବୁଝିଥିଲେ ସାହିତ୍ୟର ନିରୋଳା ସର୍ଜନାର ମାହାତ୍ମ୍ୟକୁ ବୋଲି ଏଭଳି କହିପାରିଛନ୍ତି, ନହେଲେ କହିପାରି ନଥାନ୍ତେ। କବି ଓ କବିପତ୍ନୀଙ୍କୁ ନେଇ ଗୋଦାବରୀଶ ମହାପାତ୍ରଙ୍କର କବିର ଫସଲ ଏବଂ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକଙ୍କର କବି ବଧୂର ଗୌରବ ନାମରେ ଦୁଇଗୋଟି କବିତା ରହିଅଛି। କବିର ଫସଲ କବିତାଟି କବିର କଳିହୁଡ଼ି ସ୍ତ୍ରୀ କବିତା ଭଳି ହୋଇଛି, ଗୋଟିଏ ଚିନ୍ତାଧାରାକୁ ନେଇ। ହେଲେ କବିବଧୂର ଗୌରବ କବିତାଟି ରାଧାମୋହନ ଗଡ଼ନାୟକଙ୍କର ଧର୍ମପତ୍ନୀ ଚକୋରୀ ଦେବୀ ସ୍ୱାମୀ କବି ବୋଲି ନିଜକୁ ସ୍ୱାମୀଙ୍କ ସପକ୍ଷରେ ପରିପୁଷ୍ଟି କରି ଧନ୍ୟ ମନେ କରିଛନ୍ତି। ମନେ ମନେ ଖୁସି ହୋଇଛନ୍ତି, ପ୍ରତିବାଦ କରିନାହାନ୍ତି କିମ୍ବା ସ୍ୱାମୀ ଉପରେ ରାଗି ନାହାନ୍ତି।